ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। କେନ୍ଦୁଝରରେ 100 କୋଟିର ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ 100 କୋଟି ଟଙ୍କାର ଟେକ୍ସଟାଇଲ ପାର୍କ ଏବଂ 187 କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଛନ୍ତି। ପରବର୍ତ୍ତୀ ଖବର, ଆସନ୍ତା ଏପ୍ରିଲ 16ରୁ ମେ 15 ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ସେନ୍ସସ୍ ପୋର୍ଟାଲରେ ଲଗ୍ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ କରିପାରିବେ। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ ଓ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଏପ୍ରିଲ 16ରୁ ମେ 15 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନାକୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଶ୍ରୀ କଲ୍ୟାଣ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ଖବର, ଏଣିକି ମନ୍ଦିର ପରିସରକୁ କେହି ପଲିଥିନ୍ କିମ୍ବା ପ୍ଲାଷ୍ଟିକରେ ଭୋଗ ନେଇ ପାରିବେ ନାହିଁ। ପୂଜା ସାମଗ୍ରୀ ଓ ପ୍ରସାଦ ନେବାକୁ ଆଉ ପ୍ଲାଷ୍ଟିକ ବ୍ୟବହାର ନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛି। ପ୍ଲାଷ୍ଟିକ ପଲିଥିନ୍ ପରି ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍ପିସିବି କହିଛି। ଏଥିସହ ଭକ୍ତ ପୂଜା ସାମଗ୍ରୀ ବିକ୍ରୟ ବ୍ୟବସାୟୀ ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ରହିଛି। ପରବର୍ତ୍ତୀ ଖବର, ଆଧାର ସଂଶୋଧନରେ ଆସିଲା ବଡ଼ ଖବର। ଆସନ୍ତା 16ରୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଅଭିଯୋଗଗୁଡ଼ିକର ଶୁଣାଣି କରାଯିବ। ଏଥିପାଇଁ ଓସିଏସି ପୋର୍ଟାଲ www.ocsc.in ରେ ପଞ୍ଜୀକରଣ କରିବାକୁ ପଡ଼ିବ। ଇଚ୍ଛୁକ ବ୍ୟକ୍ତି ସେମାନଙ୍କ ଆଧାର ସମ୍ବନ୍ଧିତ ଅଭିଯୋଗଗୁଡ଼ିକୁ ଓକାକ୍ ପୋର୍ଟାଲରେ ପଞ୍ଜୀକୃତ କରାଇ ପଞ୍ଜୀକରଣ ପ୍ରାପ୍ତି ସରକାରୀ ସହ ଯୋଡ଼ି ହୋଇଥିବା ଓକାକ୍ ଟାୱାର ତଳ ମହଲା ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଜଣାଇ ପାରିବେ। ପ୍ରତ୍ୟେକ ସରକାରୀ କାର୍ଯ୍ୟ ଦିବସର ସୋମବାର ସକାଳ 10:30ରୁ ଉପସ୍ଥିତ ରହି ସମ୍ପୃକ୍ତ ଅଧିକାରୀମାନଙ୍କୁ ସେମାନଙ୍କର ଅଭିଯୋଗ ଜଣାଇ ପାରିବେ। ପରବର୍ତ୍ତୀ ଖବର, ସରକାର ଦେବେ 1500 ଟଙ୍କା। ଏପରି ଏକ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ ଏପରି ବ୍ୟକ୍ତି ସାମିଲ ହେବେ ଯେଉଁମାନେ ଘରେ ରୋଜଗାର ନ କରି ରହିଛନ୍ତି। ଏହି ଯୋଜନା ସେମାନଙ୍କ ପାଇଁ ହେଇଛି ଯେଉଁମାନେ ବେରୋଜଗାର ଅଛନ୍ତି। ଏହି ଯୋଜନା ଏପ୍ରିଲ 1ରୁ ଲାଗୁ ହେବ। ତାହା ପୂର୍ବରୁ ଏଥିପାଇଁ ପଞ୍ଜୀକରଣ ଫେବୃଆରୀ 15 ଅର୍ଥାତ୍ ଆଜିଠୁ ହେବାକୁ ଯାଉଛି। ଏହି ଯୋଜନାରେ ଯଦି ଆପଣ ଯୋଗ୍ୟ ତେବେ କାଲି ଏଥିପାଇଁ ପଞ୍ଜୀକରଣ କରିପାରିବେ। ଆଗକୁ ପଶ୍ଚିମବଙ୍ଗର ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ କିଛି ଦିନ ତଳେ ମମତା ବାନାର୍ଜୀ ଏକ ସ୍କିମ୍ ବାବଦରେ ଘୋଷଣା କରିଥିଲେ, ଯାହାର ନାମ ହେଉଛି ବାଂଲାର ୟୁବା ସାଥୀ। ଏହି ସ୍କିମ୍ ସେମାନଙ୍କ ପାଇଁ ଯାହାଙ୍କ ପାଖରେ ରୋଜଗାର ନାହିଁ। ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ମାସକୁ 1500 ଟଙ୍କା ଦେବେ। ପରବର୍ତ୍ତୀ ଖବର, ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼। ଦିନକୁ ଦିନ ଜଟିଳ ହେବାରେ ଲାଗିଛି ପୀତବାସ ହତ୍ୟା ଘଟଣା। ଅଭିଯୁକ୍ତ ଜଣେ ମହିଳାଙ୍କ ସହ ବିକ୍ରମ ପଣ୍ଡାଙ୍କ ସହ ଆପତ୍ତିଜନକ ଫଟୋ କିଭଳି ପୀତବାସଙ୍କ ପାଖକୁ ଆସିଲା, ଏହାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ। ଏଣିକି ଘଟଣାକୁ ନେଇ ଫଟୋରେ ଥିବା ମହିଳା ନିଜ ସ୍ୱୀକାରୋକ୍ତିରେ ଘଟଣା ସମ୍ପର୍କରେ କହିଛନ୍ତି। ନିଜ ଦଳର ନେତ୍ରୀଙ୍କ ସହ ନିଜ ଘରେ
ଅସଂଯତ ଅବସ୍ଥାରେ ଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଏହି ସମୟରେ ଅଚାନକ ପ୍ରକୋଷ୍ଠରେ ପଶି ଯାଇଥିଲେ ତାଙ୍କ ଦଳର ଆଉ ଜଣେ ନେତ୍ରୀ। ପୋଲିସକୁ ପ୍ରତ୍ୟକ୍ଷଦର୍ଶୀ ନେତ୍ରୀ ଜଣକ ଦେଇଛନ୍ତି ଏଭଳି କିଛି ବୟାନ, ଯାହାକୁ ପୋଲିସ କୋର୍ଟରେ ଦାଖଲ କରିଥିବା ପ୍ରାଥମିକ ଚାର୍ଜସିଟ୍ରେ ଉଲ୍ଲେଖ କରିଛି। ପରବର୍ତ୍ତୀ ଖବର, ମନ୍ତ୍ରୀଙ୍କ ଚେତାବନୀ କାମ ନ କଲେ ନିଲମ୍ବନ। ବିଭାଗୀୟ ଅବହେଳା ପାଇଁ ମନ୍ତ୍ରୀଙ୍କ ଚେତାବନୀ। ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ପଣ୍ଡିକାମାଳ ଗ୍ରାମରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ଏହି ଅବସରରେ ଅଚାନକ ପ୍ରାଥମିକ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିବାକୁ ଯାଇ ଭଲମନ୍ଦ ବୁଝିଥିଲେ। କିଛି ସମୟ ରହିବା ଭିତରେ ଅଞ୍ଚଳବାସୀ ପାନୀୟ ଜଳ ସମସ୍ୟା ନେଇ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ। ବିଭାଗୀୟ ମନ୍ତ୍ରୀ ଅଧିକାରୀମାନଙ୍କୁ ଡାକି ତାଗିଦ କରିଥିଲେ, ଲୋକଙ୍କ ସମସ୍ୟାର ସମାଧାନ କର, ନହେଲେ ମୁଁ କାର୍ଯ୍ୟାନୁଷ୍ଠାନ ନେବି ବୋଲି ସିଧାସଳଖ କହିଥିଲେ। ନିଲମ୍ବନ କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ। ପରବର୍ତ୍ତୀ ଖବର, ରାଜ୍ୟସଭା ଆସନକୁ ନେଇ ବିଜେଡିର ଛକାପଞ୍ଝା। ଆସନକୁ ଏକକୁ ଆଶାୟୀ ଏକାଧିକ। ରାଜ୍ୟସଭା ରେସ୍କୁ ନେଇ ବିଜେଡି ଭିତରେ ଟଣାଓଟରା। କିଏ ଯିବ ରାଜ୍ୟସଭା ଆଉ କାହାକୁ ବାଛିବେ ଦଳର ସୁପ୍ରିମୋ, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା। ରେସ୍ରେ ଦେବୀ ମିଶ୍ର, ବବି ମିଶ୍ର, ସଂତୃପ୍ତ, ସୁଜତା, ଲେନିନିଙ୍କ ଭଳି ନେତା ରହିଥିବା ବେଳେ ଲବି ମଧ୍ୟ ଆରମ୍ଭ ହେଲାଣି। ଏ ଭିତରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ପୁରୁଖା ନେତାଙ୍କୁ ପ୍ରାର୍ଥୀ କରାଯାଉ ବୋଲି କହି ଗୁଗୁଲ ମାରିଛନ୍ତି। ପରବର୍ତ୍ତୀ ଖବର, ଆଜି ଭାରତ ପାକିସ୍ତାନ ମ୍ୟାଚ୍ ପାଇଁ ଜବରଦସ୍ତ କ୍ରେଜ୍। 40 ଲକ୍ଷ ଛୁଇଁଲା ବିଜ୍ଞାପନ ଦର। ଶିଳ୍ପ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ହାଇଭୋଲ୍ଟେଜ ମ୍ୟାଚ୍ ପାଇଁ 10 ସେକେଣ୍ଡର ଟିଭି ବିଜ୍ଞାପନ ସ୍ଲଟ୍ ଏବେ ପ୍ରାୟ 30ରୁ 40 ଲକ୍ଷ ଟଙ୍କାରେ ପହଞ୍ଚିଛି, ଯାହା ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ୍ ମ୍ୟାଚ୍ରେ 20ରୁ 25 ଲକ୍ଷ ଟଙ୍କା ରହିଥାଏ। ଶେଷ ମୁହୂର୍ତ୍ତର ବିଜ୍ଞାପନ ସ୍ଲଟ୍ ମୂଲ୍ୟ 20ରୁ 25% ବୃଦ୍ଧି ପାଇଛି ଏବଂ ମ୍ୟାଚ୍ ସମୟରେ ପ୍ରତ୍ୟେକ ସେକେଣ୍ଡ ସ୍ଲଟ୍ ବିକ୍ରି ହୋଇଯିବ। ବ୍ରଡକାଷ୍ଟ ଜିଓଷ୍ଟାର ଏହି ସମଗ୍ର ଟୁର୍ଣ୍ଣାମେଣ୍ଟରୁ ପ୍ରାୟ 2000 କୋଟି ବିଜ୍ଞାପନ ରାଜସ୍ୱ ଆକଳନ କରିଛି। ପରବର୍ତ୍ତୀ ଖବର, ମ୍ୟାଟ୍ରିକ୍ ପରୀକ୍ଷା ଦେବେ ବୈଭବ ସୂର୍ଯ୍ୟବଂଶୀ। ଭାରତୀୟ କ୍ରିକେଟର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ 19 ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ 175 ରନ୍ କରି ଚର୍ଚ୍ଚାରେ ଥିବା ବେଳେ ସେ ଆଉ ଏକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଯାଉଛନ୍ତି। କିନ୍ତୁ ସେହି ଚ୍ୟାଲେଞ୍ଜଟି କ୍ରିକେଟ ପଡ଼ିଆରେ ନୁହେଁ, ଶିକ୍ଷା କ୍ଷେତ୍ରରେ। ବୈଭବ ଆସନ୍ତା 17 ତାରିଖରୁ ସିବିଏସ୍ଇ 10ମ ଶ୍ରେଣୀ ବା ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି। ସେ ବିହାରର ସମସ୍ତିପୁର ସ୍ଥିତ ପୋଧାର ଆନ୍ତର୍ଜାତୀୟ ସ୍କୁଲରେ ପରୀକ୍ଷା ଦେବେ। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର 2019 ପୁଲୱାମା ଆକ୍ରମଣରେ ପ୍ରାଣବଳି ଦେଇଥିବା ସିଆର୍ପିଏଫ୍ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେମାନଙ୍କ ସାହସ, ସମର୍ପଣ ଏବଂ ଦେଶ ପ୍ରତି ସେବାକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 2019 ମସିହାରେ ଏହି ଦିନରେ ପୁଲୱାମାରେ ପ୍ରାଣବଳି ଦେଇଥିବା ଆମର ସାହସୀ ସୈନିକମାନଙ୍କୁ ମୁଁ ମୋର ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଜଣାଉଛି। ପରବର୍ତ୍ତୀ ଖବର, ପୁଣି ବିମାନକୁ ବୋମା ଧମକ। ଶିଲଂ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋର ବିମାନରେ ବୋମା ଆତଙ୍କ ଦେଖିବାକୁ ମିଳିଛି। ଏହି ବିମାନଟି ସକାଳ 9:15ରେ କୋଲକାତା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟିକୁ ବର୍ତ୍ତମାନ ଆଇସୋଲେସନ ବେକୁ ସ୍ଥାନାନ୍ତର କରାଯାଇଛି। ବିମାନରେ ଯାତ୍ରୀମାନେ ଚଢ଼ିବା ସମୟରେ କ୍ରୁ ସଦସ୍ୟମାନେ ବିମାନର ଶୌଚାଳୟ ଭିତରୁ ଏକ କାଗଜ ଖଣ୍ଡ ପାଇଥିଲେ, ଯେଉଁଥିରେ ବିମାନ ଭିତରେ ବୋମା ଥିବା ଲେଖାଯାଇଥିଲା। ଏହାପରେ ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରିଦିଆଯାଇଥିଲା। ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ପରବର୍ତ୍ତୀ ଖବର, ହସିନା ପତନ ପରେ ନୂଆ ଅଧ୍ୟାୟ। ବାଂଲାଦେଶରେ ବିଏନପି ସରକାର ଗଠନ। ଶେଖ୍ ହସିନା ସରକାରର ପତନ ଓ ବାଂଲାଦେଶରେ 18 ମାସ ଧରି ଲାଗି ରହିଥିବା
ହିଂସାକାଣ୍ଡ ପରେ ଦେଶରେ ପ୍ରଥମ ଥର କରି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାଂଲାଦେଶ ନ୍ୟାସନାଲ ପାର୍ଟି ବିଏନପିକୁ ସ୍ପଷ୍ଟ ବହୁମତ ମିଳିଛି। ଦଳ 300ରୁ 112ଟି ଆସନରେ ବିଜୟ ହାସଲ କରିଛି। ପ୍ରାୟ 2 ଦଶନ୍ଧି ପରେ ବିଏନପି ଶାସନ କ୍ଷମତାକୁ ଫେରିଛି।